ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଗହମ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି। 100ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 9 ଜଣଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ୱାଟର ସପ୍ଲାଇ ପାଣି ପିଇ ଏହି ଝାଡ଼ାବାନ୍ତି ବ୍ୟାପିଛି ବୋଲି ଅନୁମାନ କରାଯାଉଛି। ଘର ଘର ବୁଲି ଆଶା କର୍ମୀମାନେ ଓଆରଏସ୍ ଏବଂ ଔଷଧ ବିତରଣ କରୁଛନ୍ତି। ତା ସହିତ ଗାଁ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ସେପଟେ ଗାଁରେ ମେଡିକାଲ ଟିମ୍ ପହଞ୍ଚି ପାଣିର ନମୁନା ସଂଗ୍ରହ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବାର ପ୍ରକୃତ କାରଣ କ'ଣ? ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଗହମ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି। 100ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 9 ଜଣଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ୱାଟର ସପ୍ଲାଇ ପାଣି ପିଇ ଏହି ଝାଡ଼ାବାନ୍ତି ବ୍ୟାପିଛି ବୋଲି ଅନୁମାନ କରାଯାଉଛି। ଘର ଘର ବୁଲି ଆଶା କର୍ମୀମାନେ ଓଆରଏସ୍ ଏବଂ ଔଷଧ ବିତରଣ କରୁଛନ୍ତି। ତା ସହିତ ଗାଁ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ସେପଟେ ଗାଁରେ ମେଡିକାଲ ଟିମ୍ ପହଞ୍ଚି ପାଣିର ନମୁନା ସଂଗ୍ରହ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବାର ପ୍ରକୃତ କାରଣ କ'ଣ?